ସମସ୍ତଙ୍କୁ ଜୁହାର। ଆଜିର ବ୍ଲଗ୍ଟା ଷ୍ଟାର୍ଟ ହଉଛେ ସକାଳୁ 4ଟା ବେଳୁ। କାଜେ ବୋଲେ ଥଣ୍ଡାଟା ବଢ଼ିଗଲାନ, ତ ହେଥିର୍ଲାଗି ମୁଇଁ ଭାବସି ମର୍ଣ୍ଣିଂ ୱାକ୍ ଟିକେ ଗଲେ ହେତା ବୋଲି କରି। ତ ଦେଖୁନ୍ ମୁଇଁ ପହଞ୍ଚି ଗଲି ନ ପାୱାର ହାଉସ୍ ପାଖାପାଖି। ତ ମୁଇଁ ଭାବିଲି ମର୍ଣ୍ଣିଂ ୱାକ୍ ଯିବା ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ମୁଇଁ ଆମର ପାୱାର ହାଉସ୍ ବି ଟିକେ ଦେଖାଇ ଦେସି। ମୁଇଁ 1 କିଲୋମିଟର ଖଣ୍ଡେ ଚାଲିନ, ହେଲେ ଥକବାର ନାଇଁ ତା। ଦେଖିପାରୁଥିବେ ମୋର ଏଇଟା ସେକେଣ୍ଡ ଡେ ମର୍ଣ୍ଣିଂ ୱାକ୍ର। ତ ଚାଲନ୍ ମୁଇଁ ଆପଣମାନକେ ଆଜି ସକାଳୁ ପାୱାର ହାଉସ୍ ଦେખાମି ଆପଣମାନଙ୍କୁ। ଚାଲନ୍। ଏଇଟା ଆମର ପାୱାର ହାଉସ୍ ପାଖର ବ୍ରିଜ୍। ଦେଖନ୍ ସକାଳୁ ପାୱାର ହାଉସ୍ଟା ଏନ୍ତା ଦିଶି। ଦେଖିପାରିଲେ ଘାଟି ଉପରକେ ଆସିଲେ ଦେଖନ୍ କେତେ ଡରାବନା ସିନ୍। ଆହୁରି ମତେ ଲାଗୁଛି ଟିକେ ଟିକେ ଡର, ହେଲେ ଫିର୍ ବି ମୋର ସାନ ଭାଇଟେ ମତେ କହିଲା ଯେ ଏବେ ଉପରେ 2 ଲକ୍ଷ ଚଢ଼ି ଯାଆନ୍ତା ବୋଇଲାକେ ମୁଇଁ ସେ ସାହସ କରି ଉପରକେ ଚଢ଼ି ଯାଉଛେ। ଇଟା ମାନେ ଦେଖିଲେ ଯେନ୍ତା ହେଇଛେ ଟିକେ ଡର ଲାଗ୍ସି। ଫେର୍ ବି ଚାଲନ୍ ସକାଳୁ ଭଗବାନର ନାଁ ନି କରି ଘାଟିକେ ଚଢ଼ିଯିବା। ଉପରେ ଆସିଲେ ଦେଖିପାରୁଥିବେ ଲାଇଟ୍ ଯାକ ଲାଗିଛେ। ତ ଇଆଡ଼େ ବଢ଼ିଆ କ୍ଲିଅର ଦେଖାଯାଉଛେ, ହେଲେ ସେଇ ପଛାଡ଼େ ସେ ଜାଗାଟା ଗଛ ଲାଗି ପୁରା ଅନ୍ଧାର ହେଇଛେ। ତ ସେଟା ଟିକେ ଡର ଲାଗ୍ସି, ହେଲେ ଇଆଡ଼େ ଲାଇଟ୍ ଅଛେ ବୋଲି କରି ବଢ଼ିଆ ଲାଗୁଛେ।